କାଦୁଆ ଘାଟ ଏକାଡେମୀ କଉଡ଼ି ଖଣିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶଙ୍କର ବେହେରା। ଉକ୍ତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦ୍ୱୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଗୁରୁ, ଶ୍ରୀଯୁକ୍ତ ଅଶ୍ୱିନ କୁମାର ପଣ୍ଡିତ ରାୟ, ବିଦ୍ୟାଳୟର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ଲୋଚନ ବେହେରା, ସିଆରସିସି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ପ୍ରମୁଖ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଆଲୋଚନା ଚକ୍ର କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ରର ବିଷୟ ଥିଲା ଜନଜୀବନରେ ମାତୃଭାଷାର ଭୂମିକା। ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଗାଳ୍ପିକ ହେମନ୍ତ କୁମାର ଛୋଟରାୟ, ଟିକିତାରା ପତ୍ରିକାର ସମ୍ପାଦକ ବିପିନ ବିହାରୀ ଦଳେଇ, ଶ୍ରୀଯୁକ୍ତ କୃପାସିନ୍ଧୁ ବିଶ୍ୱାଳ ଓ ଅନ୍ୟମାନେ। ଏହା ପରେ ପରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଲାଙ୍ଗ, କଣାସ ଓ ଖୋର୍ଦ୍ଧାର 50ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀମାନେ ସେମାନଙ୍କର ସୁରଚିତ କବିତା ପାଠ କରିଥିଲେ।